ଗୋଟେ ପାଉଁଜି କିଣିବା ପାଇଁ ଆମେ ଦୋକାନର ସବୁ ଯାକ ପାଉଁଜି ଦେଖିଦେଇଥିଲୁ। ଭିଡିଓଟା ବହୁତ ଇଣ୍ଟରେଷ୍ଟିଂ ଅଛି, ଲାଷ୍ଟ ଯାଏଁ ଦେଖନ୍ତୁ। ହ୍ୟାଲୋ ଏଭ୍ରିୱାନ୍, ୱେଲକମ୍ ଟୁ ମାଇ ଆନାଦର ମିନି ବ୍ଲଗ୍। ଆଜିର ମିନି ବ୍ଲଗ୍ ଷ୍ଟାର୍ଟ ହେଇଯାଉଛି ସକାଳର ଚୁନା ମାଛରୁ। ଚୁନା ମାଛ କାହାକୁ ଭଲ ଲାଗେ ପ୍ରଥମେ କମେଣ୍ଟ ନିଶ୍ଚୟ ଜଣେଇବେ। ମୋତେ ଚୁନା ମାଛ ବହୁତ ଭଲ ଲାଗେ, ଯୋଉଟା ସୋରିଷ ମସଲା ଦେଇକି ଭଜା ହେଇଥାଏ। ଭିଡିଓଟା କଣ୍ଟିନ୍ୟୁ ଦେଖନ୍ତୁ, ରେସିପିଟା ଏଇ ଭିଡିଓ ହିଁ ଆପଣମାନଙ୍କୁ ମୁଁ ଦେଖେଇବି। ତ ମାଛଟାକୁ ମୁଁ ପ୍ରଥମେ ବାହାର କରିକି ଷ୍ଟୋର କରିଦେଇଥିଲି ଗୋଟେ ଜାଗାରେ। ତାପରେ ବାଛୁ ଗୋଟେ ମିନି କଙ୍କଡାଟେ ଦେଖିଲି, ଭାବିଲି ଆପଣମାନଙ୍କ ସହିତ ସେୟାର କରିବି। ଆପଣମାନେ ଦେଖିପାରୁଥିବେ ମିନି କଙ୍କଡା। ମାଛଟା ବାଛିବା ପାଇଁ ମୋତେ ଗୋଟେ ଯୁଗ ସମୟ ଲାଗିଥିଲା, ତଥାପି ଏଠି କମ୍ପ୍ଲିଟଲି ମୁଁ ମାଛଟାକୁ ଭଲସେ ବାଛି ଦେଇଥିଲି। ତାପରେ ମାଛଟାକୁ ଭଲସେ ଧୋଇକି ତା ଦେହରେ ଟିକେ ହଳଦୀ ଗୁଣ୍ଡ ପକେଇ ଦେଇଥିଲି। ହଳଦୀ ଗୁଣ୍ଡ ଟିକେ ଦେଖିକିନା ପକେଇବେ ମାଛରେ। ଯଦି ଟିକେ ଅଧିକା ପକଉଛନ୍ତି ତାହେଲେ ତାର ସ୍ମେଲଟା କମିଯିବ, ଯୋଉଟା ଆଇଁଷିଆ ସ୍ମେଲଟା କମିବ। ତା ଭିତରେ ପକେଇ ଦେଇଥିଲି ଟିକେ ଲୁଣ ପକେଇ ସାରିଲା ପରେ ଏଠି ମୁଁ ପକେଇଥିଲି ମସଲା, ଯୋଉଟା ସୋରିଷ ମସଲା, ସୋରିଷ, ଶୁଖିଲା ଲଙ୍କା, ଜିରା, ରସୁଣ କିଛି ବାଟିକିନା ତାକୁ ପେଷ୍ଟ କରିକି ଏଠି ପକେଇ ଦେଇଥିଲି। ତା ଦେହରେ ପକେଇଥିଲି ଟିକେ କଞ୍ଚା ଟମାଟର କାଟିକିନା, ତାକୁ ଟିକେ ଭଲସେ ମିକ୍ସ କରିକି ଗରମ ହେଲା ପରେ ମାଛ ଯୋଉଟା ଅଲରେଡି ଗୋଳା ହେଇକି ରଖା ହେଇଥିଲା ସେ ମାଛଟାକୁ ମୁଁ ଏଠି ଭାଜିବି। ହାଇ ଫ୍ଲେମ୍ରେ ମାଛଟାକୁ ଭାଜିବେ, ତାପରେ ଯାଇକି ମାଛର ଟେଷ୍ଟ ଭଲ ଆସିବ। କଞ୍ଚା ରହିଗଲେ ମାଛର ଟେଷ୍ଟ ଏତେ ଭଲ ଲାଗିବନି। ମୁଁ ଏଠି 80% ଅଲରେଡି ଭାଜି ଦେଇଛି, ଆପଣମାନେ ଦେଖିପାରୁଥିବେ। ତାପରେ ଆଉ ଟିକେ ତେଲ ପକେଇକି ମାଛଟାକୁ ଭଲସେ ଗୋଲ୍ଡେନ ହେଲା ପର୍ଯ୍ୟନ୍ତ ମାଛଟାକୁ ମୁଁ ଭାଜି ଦେଇଛି। ଏଠି ମୁଁ ଖାଇ ଦେଇଥିଲି ପଖାଳ ଭାତ, ମାଛ ଭଜା ଆଉ ଭେଣ୍ଡି ଆଳୁ ଭଜା। ତାପରେ ଖାଇଦେଇକି ଆମେ ସିଧା ବାହାରିଥିଲୁ ମାଲିଆ ମାର୍କେଟ। ଆଜି ସାଙ୍ଗମାନେ ବହୁତ ବର୍ଷା ହେଇଛି, ତ ରାସ୍ତାର ଅବସ୍ଥା କିଛି ଏମିତି ଥିଲା। ତ ଆମେ ବାହାରି ଯାଇଥିଲୁ ଜ୍ୟୋତି ମାର୍କେଟ, ଅନ୍ନପୂର୍ଣ୍ଣା ଜୁଏଲର୍ସ। ଗୋଟେ ସାଙ୍ଗର ମ୍ୟାରେଜ ଅଛି, ସो ଆମେ ଭାବିଲୁ ସାଙ୍ଗକୁ କିଛି ଗିଫ୍ଟ କରିବୁ, ତ ଆମେ ପଳେଇଥିଲୁ ଅନ୍ନପୂର୍ଣ୍ଣା ଜୁଏଲର୍ସ। ଚାଲନ୍ତୁ ଭିଡିଓ କଣ୍ଟିନ୍ୟୁ ଦେଖନ୍ତୁ, ମୁଁ ଆପଣମାନଙ୍କୁ ଦେଖଉଛି। ତ ବାଲିଆ କିଏ ଆସିଛନ୍ତି କମେଣ୍ଟରେ ନିଶ୍ଚୟ ଜଣେଇବେ। ତାପରେ ଆମେ ସପକୁ ପଳେଇ ଆସିଥିଲୁ। ଏଠି ବହୁତ ସାରା ପାଉଁଜି ଆମେ ଦେଖିଦେଇଥିଲୁ। ଡିଜାଇନ ସବୁ ଯାକ ଭଲ ଲାଗୁଥିଲା, କିନ୍ତୁ ଆମର ବଜେଟ୍ ଆକର୍ଡିଂ ଆମକୁ ଗୋଟିଏ ପାଉଁଜି ନେବାର ଥିଲା। ତ ଆମେ ଆମର ଭଲସେ ଟାଇମ୍ ଦେଇକିନା ଆମେ ପୁରା ଦେଖିଥିଲୁ କି କୋଉଟା ନବା। ବହୁତ ସାରା ଦେଖି ସାରିଲା ପରେ ଆମକୁ ଗୋଟିଏ ପାଉଁଜି ପସନ୍ଦ ଆସିଥିଲା। ଯଦି ସାଙ୍ଗମାନେ ଏଇ ପାଉଁଜିଟା ଆପଣମାନଙ୍କୁ ଭଲ ଲାଗୁଥିବ କମେଣ୍ଟରେ ନିହାତି ଜଣେଇବେ। ଆଣ୍ଡ ଏତେ ସାରା ଦେଖି ସାରିଲା ପରେ ଆମେ ଗୋଟେ ପାଉଁଜି ହିଁ ସିଲେକ୍ଟ କରିଛୁ। ଯଦି ମୋର ଏଇ ଭିଡ଼ିଓଟା ଭଲ ଲାଗୁଥିବ ତାହେଲେ ଲାଇକ୍ କରିଦେବେ।